ଏବେ ଆସିଲା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶକୁ ନେଇ ଏକ ବଡ ସୂଚନା। ବର୍ତ୍ତମାନ ଯାହା ବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟ ଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟା ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତାହେଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦବାଇ ଅଲ ରେ କ୍ଲିକ୍ କରି ରଖିବାକୁ ଜମାରେ ବି ଭୁଲନ୍ତୁ ନାହିଁ, କାହିଁକି ନା ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଲକ୍ଷ୍ୟ ରଖିଛି। ନିର୍ବାଚନୀ ତାଲିମ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବ୍ୟବସ୍ଥାରେ କିଛି ନୂଆ ପଦକ୍ଷେପ ନେଇଥିବାରୁ ରେଜଲ୍ଟ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଫଳ ପ୍ରକାଶ ପରେ କୃତି ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ହ୍ୱାଟ୍ସଆପ ରେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି। ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀ ମାନେ ହାତ ପାଆନ୍ତାରେ ରେଜଲ୍ଟ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟ୍ସଆପ ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି। ତେବେ ପରୀକ୍ଷାର୍ଥୀ ମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲ କୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ ଦିଆଯିବ। ଆସନ୍ତା 2-3 ଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଗଲେ ଫଳ ପ୍ରକାଶ ପାଇବା ମାତ୍ରେ କୃତି ପରୀକ୍ଷାର୍ଥୀ ମାନେ ହ୍ୱାଟ୍ସଆପରୁ ସେମାନଙ୍କ ରେଜଲ୍ଟ ସିଟ୍ ସହଜରେ ପାଇଯିବେ ବୋଲି ଜଣାଯାଇଛି। ବର୍ତ୍ତମାନ ଯାହା ବି କିଛି ନୂଆ ଅପଡେଟ ଆସିଥିଲା ମୁଁ ଆପଣମାନଙ୍କୁ ଜଣାଇ ସାରିଲି। ଭିଡିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଏହି ଅପଡେଟ ଟିକୁ ପହଞ୍ଚେଇ ଦିଅନ୍ତୁ।